ଆମର ଆଜି ଏଠି ରୋଷେଇ ଚାଲିଛି। ଆଜି ଆମର 3 ନଣନ୍ଦ ଯାକେ ଆସୁଛନ୍ତି ଘରକୁ। ଆଉ ଗୋଟେ ବର୍ଷ ପରେ ଆଜି 3 ଜଣ ଏକାଠି ହେବେ। ଏମିତି ଆସନ୍ତି କିନ୍ତୁ କେବେ କେହି ମାନେ ଏକାଠି ହେଇପାରନ୍ତିନି। ଆଉ କାହାର କାମ ଥାଏ କି ଆସିପାରେନି। ଆଉ ବଡ଼ ନଣନ୍ଦ ସେ ଆଗ ଆସିଲା ମାନେ ରୋଷେଇ କତିକି ପଳେଇବେ। ମୋତେ କହିବେ ତୁ ବସେ ମୁଁ ସବୁ କରିଦେଉଛି। ଆଉ ସେ ମୋତେ ରୋଷେଇ କତିକି ମୋଟେ ଛାଡ଼ିବେନି। ଆଜି ସବୁ ଆସୁଛନ୍ତି। ଆଜି ସବୁ ଆମ ଏଇ ଛୁଆ ପିଲା ଘର ପୁରା ଫୁଲ୍। ଆଜି ବହୁତ ଖୁସି ଲାଗୁଛି କିନ୍ତୁ ଟିକେ ଦୁଃଖ ଲାଗୁଛି କାହିଁକିନା ସାମଲ ସାର୍ ଆଜି ନାହାନ୍ତି। ଆଉ ତାଙ୍କର ସେନ୍ସସ୍ ଡ୍ୟୁଟି ପଡ଼ିଛି, ସେ ପଳେଇଛନ୍ତି। ଆଉ ସାମଲ ସାର୍ ଯଦି ଭିଡ଼ିଓ ଦେଖୁଥିବେ ଆଉ ବହୁତ ମନ ଦୁଃଖ କରିବେ। ମିସ୍ ୟୁ ସୋ ମଚ୍। ଆମର ଏଠି ମୁଁ ଗ୍ୟାସ୍ରେ ଛତୁ ରୋଷେଇ କରିଦେଉଛି। ଆଉ ସେପଟେ ଦେଇ ତାଙ୍କର ଚିକେନ୍ କରିଛନ୍ତି। ଆଉ ନନଭେଜ୍ ମାନଙ୍କ ପାଇଁ ଆମର ଚିକେନ୍ ହେଇଛି। ଆଉ ଭେଜ୍ ଯେ ଖାଇବେ ତମେ ଛତୁ। ଭାବୁଥିବେ ମୁଁ କାହିଁକି ଏଠି ନାହିଁ, କାହିଁକିନା ମୁଁ ଭେଜ୍ ନା, ଆଉ ସେ ନନଭେଜ୍ ଖାଇବେ ସେଇଥିଲାଗି ମୁଁ କିନ୍ତୁ ତାଙ୍କ ପାଖରେ ବସିଛି। ମୋ ପୁଅ ଏଠି ପାମ୍ପଡ଼ ଖାଉଛି ବସି। ପାମ୍ପଡ଼ ତାର ବହୁତ ପ୍ରିୟ।